সেই পথে চালি যাও ଆଉ ଅବରୋଧ କରିବାକୁ ଚେଷ୍ଟା କରିବ ତାହେଲେ ଦେଖୁଛ ତାଇ ତରବାରୀ। ଆରେ ତୋର ଏତେ ସାହସ ସେ ଆସିଛି ମାନେ ଭଲ ହେଇଛି କାହିଁକି ନା ସେ ମୋ ମାଙ୍କ ଭୋଗ ହେଇକି ଚାଲି ଆସି ସେ ତୋ ବା ଭୋଗ ନୁହେବେ ସେ ହଉଛି ମୋ ଭୋଗ ଆଉ ମୋ ଭୋଗକୁ ଯେ ବାଧା ଦେବାକୁ ଚେଷ୍ଟା କରେ ସେଟା ତାକୁ ମୋ ଜୀବନରୁ ମାରି ଦେବେ। ଆରେ ସେ ଆସିଛି ମାନେ ଏ ମାଙ୍କ କାଳୀଙ୍କ ପାଖରେ ମୋ ବଲି ଦେଇଦେବି ବେ ମୋ ବଲି ଦେଇଦେବି। ବାବା ସେ କହୁଛି ମୋ ମାଙ୍କ ପାଖକୁ ମୁଁ ବଲି ଦେଇଦେବି। ହଁ ବାବା ଆମେ କହୁଛୁ ଏ ଚନ୍ଦ୍ରଶେଖରକୁ ଜୀବନରୁ ଶେଷ କରିଦେବା ହେଲେ ଆମ ଲକ୍ଷ୍ୟଟା ଅଛି ଏ ଚନ୍ଦ୍ରଶେଖର ମରିବା ଉଚିତ ନା। ତମେ ହୁଏତ ତା କଥାକୁ ବିଶ୍ୱାସ କରିପାର ବାବା ମୁଁ କିନ୍ତୁ ତା କଥାକୁ ବିଶ୍ୱାସ କରିପାରିବିନି। କେମିତି ବିଶ୍ୱାସ କରିବି? ମୁଁ ତୁମକୁ କଥା ଦଉଛି ଏଥିରେ ତମର ବି କାମ ହେଇଯିବ ଆଉ ମୋର ବି କାମ ହେଇଯିବ କାହିଁକି ନା ତାକୁ ମୁଁ ବଲି ଦେଲେ ତ ଆମ ଦୁଇ ଜଣଙ୍କର କାମ ହେଇଯିବ। ସତ କହୁଛୁ କାଳୀଶଙ୍କର ତୁ ମତେ ସତ କହୁଛ? ହଁ ମୁଁ ସତ ଏ କହୁଛି। ଚନ୍ଦ୍ରହାସଟା ତୁ ତାକୁ ମାରିଦେବୁ ନା? ହଁ ମୁଁ ମାରିଦେବି। ଠିକ ଅଛି କାଳୀଶଙ୍କର ମୋ ହାତରେ ହାତ ରଖି କହ ଚନ୍ଦ୍ରହାସକୁ ତୋ ଜୀବନରୁ ମାରିଦେବୁ ତ? ହଁ ମୋ ଜୀବନରୁ ମାରିଦେବି ତାକୁ। ବାସ୍ ତୋ କଥାକୁ ବିଶ୍ୱାସ କରି ତୋ କଥାକୁ ବିଶ୍ୱାସ କରି ଆମେ ବାପ ପ୍ରତିଟା ଏଠୁ ଚାଲି ଯାଉଛୁ କିନ୍ତୁ ଯଦି ଆମ ସହିତ ତୁ ଛଳନା କରିବାକୁ ଚେଷ୍ଟା କରୁ ମାରଣ ତୋତେ ବି ମୋ ଜୀବନରୁ ମାରିଦେବି ବେ ମାରିଦେବି। ମୁଁ ତୁମକୁ କଥା ଦଉଛି ଯେମିତି ହେଲେ ବି ତାକୁ ଏ ମାଙ୍କ ପାଖରେ ମୁଁ ବଲି ଦେଇଦେବି। ବାସ୍ 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 ତୋ କଥାକୁ ତ ମୁଁ ବିଶ୍ୱାସ କରିଦେଲି। ରେ ଏ ଚନ୍ଦ୍ରହାସଟା ମରିବା ଦରକାର। ହଁ ମରିବ। ତୋ କଥାକୁ ମୁଁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରୁଛେ ତାହେଲେ ମୁଁ ଆସୁଛି କାଳୀଶଙ୍କର ଓ ଆସୁଛେ। ତାହେଲେ ଠିକ ଅଛି। ଉଠବେ ଉଠ ସେ ଦୁଇ ଜଣଙ୍କୁ ମୁଁ କଥା ଦେଇଛି ମାନେ ତତେ ଆଜି ଏ ମାଙ୍କ ପାଖରେ ମୁଁ ବଲି ଦେଇଦେବି ବେ ବଲି ଦେଇଦେବି। ଆରେ ଉଠବେ ଉଠ। ଆରେ ମୁଁ ତତେ କଣ କହିଲି ମୋ କଥା କିଛି ଶୁଣି ପାରିଲନି? ବାବା ଆପଣ ମତେ ଛାଡ଼ି ଦିଅନ୍ତୁ ଆପଣ ମତେ ଛାଡ଼ି ଦିଅନ୍ତୁ ମତେ ମୋ ରାସ୍ତାରେ ଯିବାକୁ ଦିଅନ୍ତୁ ବାବା ଆପଣ ମତେ ମୋ ରାସ୍ତାରେ ଯିବାକୁ ଦିଅନ୍ତୁ। ଆରେ ସେ ଦୁଇ ଜଣ ବାପ ପୁଅକୁ ମୁଁ କଥା ଦେଇଛି ମାନେ ତତେ ନିହାତି ଭାବରେ ମୁଁ ବଲି ଦେଇଦେବି ବେ। ନାଇଁ ବାବା ଆପଣ ସେମିତି କୁହନ୍ତୁନି ମୁଁ ଆପଣଙ୍କର ଏଇ ମନ୍ଦିରକୁ ଦେଖି ମୁଁ ଆପଣଙ୍କୁ ଜଣେ ସାଧୁ ଭାବି ଆପଣଙ୍କ ଚରଣ ତଳେ ଆଶ୍ରୟ ନେଇଛି ଆଉ ଆପଣ କହୁଛନ୍ତି ମୋ କାଳେ ବଳି ଦେଇଦେବି। ଆପଣ ଯଦି ସେମିତି କହିବେ ମୁଁ ଯିବି କୁଆଡ଼େ? ଆପଣ ଯଦି ମୋତେ ଆଶ୍ରୟ ନଦେଲେ ନାହିଁ କିନ୍ତୁ ଆପଣ ମୋତେ ମୋ ରାସ୍ତାରେ ଯିବାକୁ ଦିଅନ୍ତୁ ବାବା ଆପଣ ମୋତେ ମୋ ରାସ୍ତାରେ ଯିବାକୁ ଦିଅନ୍ତୁ। ନାଇଁ 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 ବେ ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୋ ଭୋଗ ଲଗାଇ ଦେବି ବେ ଭୋଗ ଲଗାଇ ଦେବି। ଠିକ ଅଛି ଠିକ ଅଛି ଆପଣ ଯଦି ସତ୍ୟ କରିଛନ୍ତି ତାହେଲେ ମତେ ମଳେଇ ଦେଇଦେବେ ମା କାଳୀଙ୍କ ଚରଣ ତଳେ ମୁଁ ହସି ହସି ବଳି ହେଇଯିବି ହସି ହସି ମାଙ୍କ ଚରଣ ତଳେ ଭୋଗ ହେଇଯିବି କିନ୍ତୁ ବାବା ଆପଣ ମତେ ବଳି ଦେଇଦେବା ପୂର୍ବରୁ ଆପଣଙ୍କୁ ଗୋଟିଏ ଅନୁରୋଧ ଆପଣଙ୍କୁ ମୋର ସେ ଦୁଃଖର ବିଷୟ ମୋର ସେ ଦୁଃଖର କାହାଣୀ ଟିକେ ଶୁଣିବା ପାଇଁ ପଡ଼ିବ। ତୋର ପୁଣି ଦୁଃଖର କାହାଣୀ? ହଁ ବାବା ଯାହା କହିବାର ଅଛି ଶୀଘ୍ର ଶୀଘ୍ର କହି ପକା ହେଲେ ମୋ ପାଖରେ ଆଉ ସମୟ ନାହିଁ ବେ। ଠିକ ଅଛି
ବାବା ସତ କହିବାକୁ ଗଲେ ମୁଁ ହେଉଛି ଜଣେ ରାଜପୁତ୍ର ରାଜ ମୁଁ ହେଉଛି ସୁବର୍ଣ୍ଣପୁରରେ ରାଜେଶ୍ୱର କର୍ଣ୍ଣକେଶରୀ ସୁପୁତ୍ର ଯୁବରାଜ ଚନ୍ଦ୍ରହାସ ଆଉ ମୋ ମାତା ହେଉଛନ୍ତି ମହାରାଣୀ ସୁଶୀଳା ଦେବୀ ମୋର ମଧ୍ୟ ଗୋଟିଏ ସୁନାର ସଂସାରଟେ ଥିଲା କିନ୍ତୁ ଦିନେ ହଠାତ୍ କଳା ମେଘ ଆସି ମୋ ସୁନାର ସଂସାରକୁ ଏମିତି ଭସାଇ ଦେଇଗଲା ସେଇ ଦୁଃଖକୁ ଆଜି ଯାଏ ମୁଁ ଭୁଲି ପାରିଲି ଏଇ ବଜ୍ର ଘଣ୍ଟ ଆଉ କାଳୁ ଘଣ୍ଟ କାଳ ପ୍ରଳୟ ମିଶି ମୋ ଯାଉ ମୋ ସୁନାର ସଂସାରକୁ ଉଜାଡ଼ି ଦେଲେ ମୋ ମା ବାବାକୁ ନିର୍ମମ ଭାବରେ ହତ୍ୟା କରି ଦେଇଥିଲେ ହତ୍ୟା କରିଦେ ଆଉ ଶେଷରେ ମୁଁ କାଳେ ତାଙ୍କର ରକ୍ତ ଅବରୋଧ ହେବି ବୋଲି ସେ ଆଜି ମୋ ଜୀବନ ପଛରେ ଗୋଡ଼େଇଛନ୍ତି ମୋତେ ଜୀବନ ମାରିଦେବା ପାଇଁ ଆଉ ମୁଁ ମରିଯାଇଥିବା ମୋ ମାତା ପିତାକୁ କଥା ଦେଇଛି ଦିନେ ନା ଦିନେ ସମୟ ଆଣିବି ଆଉ ଏଇ ଚାଲୁ ଘଣ୍ଟ ବଜ୍ର ଘଣ୍ଟରେ ବିନାଶ କରିବି କିନ୍ତୁ ଯଦି ଆପଣ ମୋତେ ବଳି ଦେଇଦେବେ ମୁଁ କ'ଣ ସେ ମୋର ପିତୃ ସତ୍ୟକୁ ପାଳନ କରିପାରିବି ମୁଁ ମରିଯାଇଥିବା ମୋ ମା ବାବାଙ୍କୁ କରିଥିବା ସେ ପ୍ରତିଜ୍ଞାକୁ ମୁଁ ପୂରଣ କରିପାରିବି କୁହନ୍ତୁ ବାବା କୁହନ୍ତୁ ଆରେ ବାବା ତୋ କଥା ସବୁ ମୁଁ ବୁଝି ସାରିଛି ରେ ବାବା ତୋ କଥା ସବୁ ମୁଁ ବୁଝି ସାରିଛି ତାହେଲେ ସେ ଦୁଇ ବାପ ପୁଅ ତୋ ସୁନାର ସଂସାରକୁ ଉଜାଡ଼ି ଦେଇଛନ୍ତି ବାବା ହଁ ବାବା ଆଉ ତୋ ମାତା ପିତାଙ୍କୁ ମଧ୍ୟ ସେମାନେ ଜୀବନରୁ ମାରି ଦେଇଛନ୍ତି ବାବା ହଁ ବାବା ହଁ ହେଲେ ବାବା ବାବା ତୁ ସେଥିପାଇଁ ଜମାରୁ ଚିନ୍ତା କରନା ରେ ବାବା ତୁ ମୋ ସହିତ ରହିବୁ ରେ ବାବା ମୋ ପାଖରେ ରହିବୁ ହେଲେ ବାବା ବାବା ମୋର ଗୋଟେ ବି ଛୋଟିଆ ଘରଟିଏ ଅଛି ରେ ବାବା ମୋର ବି ଗୋଟେ ଛୋଟିଆ ଘରଟିଏ ଅଛି ମୁଁ ତତେ ରଖିବି ରେ ବାବା ମୁଁ ତତେ ରଖିବି ବାବା ଆପଣ ଯଦି ମୋତେ ଆଶ୍ରୟ ଦେବେ ତାହେଲେ ଦିନେ ନା ଦିନେ ସେ ଜାଣୁ ଘଣ୍ଟ ବଜ୍ର ଘଣ୍ଟରେ ବିନାଶ କରିକି ମୁଁ ମରି ଯାଇଥିବା ସେ ମୋ ମାତା ପିତାଙ୍କ ପ୍ରତିଜ୍ଞା ମୁଁ ନିଶ୍ଚୟ ପୂରଣ କରିବି ଆଉ ସେଇ ମୋର ପିତୃ ସତ୍ୟକୁ ପାଳନ କରିବି ବାବା ସେଇ ମୋର ପିତୃ ସତ୍ୟକୁ ପାଳନ କରିବି ଆରେ ବାବା ବାବା ଆଉ ଗୋଟେ ମୋର କଥା ଶୁଣ ରେ ବାବା ଆଜି ଦିନ ଠାରୁ ତୁ ହେଇଯିବ ମୋର ସେଇ ପୁଷ୍ୟ ପୁତ୍ର ଆଉ ମୁଁ ହେଇଯିବି ବାବା ଆରେ ବାବା ଆରେ ମୁଁ ହେଇଯିବି ତୋର ସେଇ ଧର୍ମ ପିତା ଦିନେ ଖେଳୁଥିଲା ଖୁସିର ଲହରୀ ଏଇ ଆମ ସୁନାର ସଂସାରରେ କଳା ମେଘ ଆସି ଭୋଇତେ ଗଲା ଭାସିଗଲା ଖୁସି ମଧୁର ପିତୃ ସତ୍ୟ ମୁଁ କରି ସାରିଛି ଏଇ ଦୁଃଖର ନ୍ୟାୟ ଚାହୁଁଛି ପିତୃ ସତ୍ୟ ମୁଁ